ପିତିଲେ ବୁଝି ପୁଡ଼ିଲେ ପିତା। ସେଇଭଳି ଆପଣଙ୍କୁ ଏକ୍ଜାମ୍ପଲ୍ କହୁଛି, ପରିବାରରେ କ'ଣ ହୁଏ? ବୋହୂଟିଏ, ତା କାମ କ'ଣ? ଶାଶୁକୁ ମା ବୋଲି ଭାବିବ, ସେବା ଶୁଶ୍ରୂଷା କରିବ ଏବଂ ସେ ଯେହେତୁ ନୂଆ ନୂଆ ଆସିଥାଏ ସେ ସମସ୍ତଙ୍କର ସ୍ନେହ ଆଶା କରେ। ସେ ତା'ର ବାପ ଘରେ ଯେଉଁ ପ୍ରକାର ସ୍ନେହ ଶ୍ରଦ୍ଧାରେ ବଢ଼ିଥିଲା, ଯେଉଁଭଳିଆ ସେ ଭୁଲ କଲେ ତା ବାପା ମା ଧରୁନଥିଲେ, ସେଇ ଜିନିଷ ସେ ଆଶା କରିଥାଏ। କିନ୍ତୁ ସେ ଜିନିଷ ଗୁଡ଼ାକ ସେ ଶାଶୁ ଘରେ ପାଇନଥାଏ। କୁହାଯାଏ ଶାଶୁକୁ ମା ବୋଲି ମଧ୍ୟ ଡାକନ୍ତି ବୋହୂମାନେ, କିନ୍ତୁ ଶାଶୁ କେବେ ମା ହୁଏନି। ସେ ସଦାବେଳେ ମାନେ ବୋହୂଠୁ ଆଶା କରେ କ'ଣ? ଅଧିକ କାମ କରନ୍ତା, ଘରର ସବୁ ଦାୟିତ୍ୱ ଏକାଥରେ ନେଇଯାଆନ୍ତା। ମୁଁ ବୋହୂ ଆଇଲି ହେରି, ଏଥର ମୁଁ ଆରାମ କରିବି, ବିନ୍ଦାସ ରହିବି, ବସିବା ଜାଗାରୁ ଉଠିବିନି, ଖାଲି ଆଦେଶ ପରେ ଆଦେଶ ଦେବି। ଠିକ୍ ଅଛି, ବୋହୂଟିଏ ସବୁ ଜିନିଷ କରିବାକୁ ରାଜି ଅଛି, କିନ୍ତୁ ଆପଣ ସେ ଯାହା ଆଶା କରୁଛି ତାକୁ ଦେବା ଦରକାର କି ନାହିଁ? ଯଦି ଆପଣ ତାକୁ ସ୍ନେହ ଶ୍ରଦ୍ଧା, ତାକୁ ଝିଅ ଭଳି ବ୍ୟବହାର ଦେଖାଇବେ, ତାହେଲେ ସେ ନିଶ୍ଚିତ ତୁମର ସବୁ କଥା ମାନିବ। ଆପଣ ଯଦି ତା ବାପା ଭାଇକି ଗାଳି କରିବେ, ତାକୁ ଖରାପ କଥା କହିବେ, ତ ଆମେ ପଥରକୁ ଯଦି ଆମେ ହାତରେ ଗୋଟେ ବିଧା ପକାଉଛେ, ତଥାପି ଆମ ହାତକୁ କଷ୍ଟ ହେଉଛି ନା ନାହିଁ? ସବୁ ଆକ୍ସନ୍ର କିଛି ରିଆକ୍ସନ୍ ରୁହେ। ଘରର ମୁରବୀ ହେଉଛନ୍ତି ଶାଶୁ। ଶାଶୁ ଯଦି ଭଲ ବ୍ୟବହାର ଦେଖାଇବେ, ବୋହୂଟିଏ କେତେ ଦିନ ବା ଗୋଟେ ସପୋଜ୍ ଧରିନିଅ ଗୋଟେ ଦୁଷ୍ଟ ବୋହୂଟିଏ ଆସିଛି, କେତେ ଦିନ ବା ସେ କଟୁ କଥା କହିବ? କେତେ ଦିନ ବା ଆପଣଙ୍କୁ ସେ କଷ୍ଟ ଦେବ? ଧୀରେ ଧୀରେ ସେ ଶିଖିବ, କାରଣ ସେମାନଙ୍କ ଶିଖିବା ସମୟ ସେଇଟା। ନୂଆ କରି ଶାଶୁଘର ଆସିଛନ୍ତି। ସେହିଭଳି ଏଠି ଖାଲି ଶାଶୁଙ୍କର ଦୋଷ ନୁହେଁ, ଏଠି ବୋହୂମାନଙ୍କର ମଧ୍ୟ ଭୁଲ। ଆଜିକାଲିର ବୋହୂ ବାପ ଘରେ କିଛି ଶିଖିକି ହିଁ ଆସୁନାହାନ୍ତି। ସେମାନେ ତ ପିଲାରୁ ମୋବାଇଲରେ କେବଳ ରିଲ୍ସ ଗଡ଼େଇଲେ, ଟିକଟକ୍ କଲେ, ଦିନେ ଧର୍ମଶାସ୍ତ୍ର ପଢ଼ିଲେନି, ଦିନେ ଭାଗବତ ପଢ଼ିଲେନି, ତାଙ୍କ ମାଇଣ୍ଡରେ ଆଧ୍ୟାତ୍ମିକ ଚେତନା, ଆଧ୍ୟାତ୍ମିକ ଜ୍ଞାନ ଆସିଲାନି। ଯଦି ତାଙ୍କୁ